ଚିଙ୍ଗୁଡ଼ିପାଳ ପଞ୍ଚାୟତ ଓସ୍ତିଆସ୍ଥିତ ବନ୍ଦ ଖଣିରେ ଗଭୀର ପାଣିରେ ବୁଡ଼ି ନାବାଳକ ନିଖୋଜ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳସ୍ଥିତ ଓଏମ୍ସି ଅଧୀନରେ ଥିବା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଓସ୍ତିଆ ଗ୍ରାମ ପାଖରେ ବନ୍ଦ ହୋଇ ରହିଥିବା ଚିଙ୍ଗୁଡ଼ିପାଳ ଖଣିରେ ଗଭୀର ପାଣିରେ ଗୁରୁଜଙ୍ଗ ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ 11 ବର୍ଷର ପୁଅ ଆଲୋକ ମହାନ୍ତ ବୁଡ଼ି ନିଖୋଜ ହୋଇଥିବା ଶନିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି। କିଛି ଲୋକ ଗାଧୋଉଥିବା ଅବସ୍ଥାରେ ପିଲାଟି ପାଣି ଭିତରେ ନିଖୋଜ ହୋଇଥିବା ଦେଖି ତାକୁ ଉଦ୍ଧାର କରିବାକୁ ଯାଇ ବିଫଳ ହେବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ସ୍ଥାନୀୟ ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁକିନ୍ଦା ଦମକଳ ବାହିନୀର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିଥିଲେ। ସ୍ଥାନୀୟ ପୋଲିସ ଉପସ୍ଥିତିରେ ଦମକଳ ବାହିନୀର କର୍ମଚାରୀମାନଙ୍କ ଦ୍ୱାରା ଗଭୀର ଜଳ ମଧ୍ୟରୁ ନିଖୋଜ ନାବାଳକକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଯୁବ ସମାଜସେବୀ ଆଶିଷ କୁମାର ଜେନା, ପୂର୍ବତନ ସରପଞ୍ଚ ଜିନିତା ମୁଣ୍ଡା, ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନଙ୍କ ମିଳିତ ସହଯୋଗରେ ନିଖୋଜ ନାବାଳକକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏପରି ଦୁଃଖଦ ଖବର ପ୍ରଘଟନ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଲାଇଟ୍ ଫାଇଟ୍ ଧରିକି ପସନ୍ଦ ତଳ ବେଞ୍ଚରେ ରହିବ ହେଲେ ତଳ ବେଞ୍ଚରେ ଥିବ ପିଲା ତଳ ବେଞ୍ଚରେ ଥିବ ଦୁଇଟା ବେଞ୍ଚ ନାହିଁ ଏଇ ଉପରଟା ତଳ ବେଞ୍ଚରେ ଥିବ। ଅତଡ଼ା ଖାଇଯାଇଛି ନା ଅତଡ଼ା ଖାଇଯାଇଛି ନା ପତଳା ଖାଇ ତମେ ଦେଖିଛ ଇଏ ବୁଡୁଥିଲା ପା ତା ବୁଡି ବୁଡି ଇଏ ତଳଟା ମାନେ ଖୋଜି ପତଳା ଖାଇଛି ଖସି ଯାଇଛି ଦୁଇଟା ତିନିଟା ବେଞ୍ଚ ପଥର ଥିବ ହେଲେ କୋଉଠି ଲାଗିଥିବ ଲାଗିଥିବ